ସେଇ ବୀର ଓଡ଼ିଆଙ୍କ ମଧ୍ୟରେ ଶହୀଦ ବାଜିରାଉତଙ୍କର ସ୍ଥାନ ଅନନ୍ୟ ଓ ସବୁଠାରୁ ଭିନ୍ନ ଏବଂ ସ୍ୱତନ୍ତ୍ରତା ମଧ୍ୟ ରହିଛି। କେବଳ ଓଡ଼ିଶା ନୁହେଁ, ସାରା ଭାରତର କନିଷ୍ଠତମ ସ୍ୱାଧୀନତା ସଂଗ୍ରାମୀ ଭାବେ ମାନ୍ୟତା ପାଇଥିବା ବୀର ବାଳକଙ୍କର ଜୀବନୀ ସ୍ୱଳ୍ପ ଥାଇପାରେ। ହୁଏତ ତାଙ୍କର ବୀରତ୍ୱର ଗାଥା ଇତିହାସର ଗୋଟିଏ କିମ୍ବା ଦୁଇଟି ପୃଷ୍ଠାରେ ସୀମାବଦ୍ଧ ହୋଇଯାଇପାରେ, କିନ୍ତୁ ସେହି ବୀରତ୍ୱର ଗାଥା ଭବିଷ୍ୟତ ପିଢ଼ିକୁ ବ୍ରିଟିଶ ସରକାର ବିରୋଧରେ ଲଢ଼ିବା ପାଇଁ ଲକ୍ଷ ଲକ୍ଷ ବାଜିରାଉତ ସୃଷ୍ଟି କରିବାର ଏହା ନିଶ୍ଚିତ ଭାବରେ ବହୁତ ବଡ଼ ପ୍ରେରଣାଦାୟକ ଥିଲା। ଆମେ ପ୍ରତିବର୍ଷ ସେହି ବୀର ବାଳକ ବାଜିରାଉତଙ୍କର ଜୟନ୍ତୀ ତଥା ତୀରଦାନ ଦିବସରେ ଶ୍ରଦ୍ଧାଞ୍ଜଳି ଦେଇଥାଉ। ମୁଁ ବ୍ୟକ୍ତିଗତ ଭାବେ ମୋ ଶ୍ରଦ୍ଧାଞ୍ଜଳି ମଧ୍ୟ ଅନେକ ସମୟରେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥାଏ। କିନ୍ତୁ ପ୍ରଥମ ଥର ପାଇଁ ଆଜି ରାଜ୍ୟର ଶାସନ ମୁଖ୍ୟ ଭାବେ 4.5 କୋଟି ଓଡ଼ିଆଙ୍କ ସହିତ ଆଜିର ଦିନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରେ। 1926 ମସିହା ଆଜିର ଦିନରେ ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁର ଗ୍ରାମରେ, ଯାହାକି ଆମର ଏ ଫାଉଣ୍ଡେସନ ସଭାପତି ମହୋଦୟ ଏ ବିଷୟରେ ନୀଳକଣ୍ଠପୁର ବାବଦରେ ଏଠି ଉଲ୍ଲେଖ କରୁଥିଲେ। ଏକ ଗରିବ ଖଣ୍ଡାୟତ ପରିବାର ଜନ୍ମ ହୋଇଥିଲେ ଆମ ସମସ୍ତଙ୍କର ଅତି ଆପଣାର ସେଇ ଓଡ଼ିଆ ବୀର ପୁତ୍ର ବରପୁତ୍ର ଶ୍ରୀ ବାଜିରାଉତ। ପିଲାଟି ଦିନୁ ସେ ପିତାଙ୍କୁ ହରାଇଥିଲେ। ଲୋକଙ୍କ ଘରେ କାମ କରି ମା ପୁଅ ଦୁଃଖେ କଷ୍ଟେ ତାଙ୍କ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। ବାଜିରାଉତ ବ୍ରାହ୍ମଣୀ ନଦୀର ଡଙ୍ଗା ଚଳାଇ ଅନ୍ୟ ସାଧାରଣ ପରିବାର ପରି ନିଜର ଜୀବନକୁ ମଧ୍ୟ ସେ ମେଣ୍ଟାଉଥିଲେ। ସେତେବେଳେ ଇଂରେଜ ସରକାର ତାଙ୍କ ଶାସନ ପ୍ରଣାଳୀକୁ ସହଜ କରିବା ଉଦ୍ଦେଶ୍ୟରେ ସମଗ୍ର ଓଡ଼ିଶାକୁ ଦୁଇ ଭାଗରେ ବିଭକ୍ତ କରିଦେଲେ। ଗୋଟିଏ ହେଲା ମୋଗଲବନ୍ଦୀ ଅଞ୍ଚଳ ଆଉ ଗୋଟିଏ ହେଲା ଗଡ଼ଜାତ ଅଞ୍ଚଳ। ଏହାକୁ ସେ ନାମିତ କଲେ ଏବଂ ବିଶେଷ କରିକି ଗଡ଼ଜାତ ଅଞ୍ଚଳର ରାଜାମାନେ ଇଂରେଜ ସରକାରଙ୍କ ସହିତ ବନ୍ଧୁତ୍ୱ ସ୍ଥାପନ କରି ପ୍ରଜାମାନଙ୍କୁ ଶୋଷଣ କରିବା ଆରମ୍ଭ କରିଦେଲେ। ରାଜ କର୍ମଚାରୀ ମାନଙ୍କର ଦୌରାତ୍ମ୍ୟରେ ଲୋକମାନେ ଅତିଷ୍ଠ ହୋଇ ଉଠିଲେ। ସମୟ ସମୟରେ ଗଡ଼ଜାତ ଅଞ୍ଚଳରେ ଏହି ଶୋଷଣ ଏବଂ ଶୋଷଣର ଫଳସ୍ୱରୂପ ପୁଞ୍ଜୀଭୂତ ଅସନ୍ତୋଷ ବୃଦ୍ଧି ପାଇ ଏକ ବିସ୍ଫୋରଣ ରୂପ ନେଉଥିଲା। କିନ୍ତୁ ରାଜାମାନେ ଇଂରେଜ ସରକାରଙ୍କର ସାହାଯ୍ୟରେ ତାକୁ କଳେ ବଳେ କୌଶଳେ ଏ ଯେଉଁ ବିଦ୍ରୋହ ଚାଲିଥିଲା ଅନ୍ୟାୟ ବିରୁଦ୍ଧରେ, ସେଥିରେ ତାକୁ କୌଶଳ କ୍ରମେ ପୁଣି ଦମନ ମଧ୍ୟ କରୁଥିଲେ। ଅନ୍ୟାୟ ଅତ୍ୟାଚାର ଦୂର କରି ଦେଶକୁ ସ୍ୱାଧୀନ କରିବା ପାଇଁ ସମସ୍ତଙ୍କ ମନ ଭିତରେ ଧୀରେ ଧୀରେ ଏକ ନୂତନ ଆଶା ଏବଂ ଉଦ୍ଦୀପନା ସୃଷ୍ଟି ହେଲା ଏବଂ ଧୀରେ ଧୀରେ ମଧ୍ୟ ଏହା ସମସ୍ତଙ୍କ ମଧ୍ୟରେ ବ୍ୟାପ୍ତ ହେଲା ଏବଂ 1937 ମସିହା ଢେଙ୍କାନାଳ ଗଡ଼ଜାତରେ ରାଜା ଶଙ୍କର ପ୍ରତାପଙ୍କ ଅତ୍ୟାଚାରୀ ଶାସନ ବିରୁଦ୍ଧରେ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିଲା। ଏହି ଆନ୍ଦୋଳନର ନେତୃତ୍ୱ ନେଉଥିଲେ ସେ ଅଞ୍ଚଳର ବୀର ସଂଗ୍ରାମୀ ବୈଷ୍ଣବ ପଟ୍ଟନାୟକ ଏବଂ ପ୍ରଜାମଣ୍ଡଳ ଆନ୍ଦୋଳନର ବରିଷ୍ଠ ଅନ୍ୟାନ୍ୟ ସମସ୍ତ ନେତୃସ୍ତରୀୟ ବ୍ୟକ୍ତିତ୍ୱ। ଢେଙ୍କାନାଳ ଜିଲ୍ଲାର ଭୁବନ ଗ୍ରାମ ଥିଲା ଏହି ଆନ୍ଦୋଳନର କେନ୍ଦ୍ରସ୍ଥଳୀ। ଭୁବନଠାରେ ଏହି ଆନ୍ଦୋଳନର କାର୍ଯ୍ୟପନ୍ଥା ମଧ୍ୟ ସ୍ଥିର ହେଉଥିଲା ଏବଂ ଅନେକ ସମୟରେ ସେହି ସ୍ୱାଧୀନତା ସଂଗ୍ରାମୀଙ୍କ ସହିତ ଯେତେବେଳେ ଆଗାମୀ ଦିନର ସ୍ୱାଧୀନତା ପାଇଁ ଏବଂ ଯେଭଳି ଭାବରେ ଅତ୍ୟାଚାର କରାଯାଉଥିଲା ତାହା ଉପରେ ବିଭିନ୍ନ ସମୟରେ ଯେଉଁ ଆଲୋଚନା ହେଉଥିଲା, ସେହି ସ୍ୱାଧୀନତା ସଂଗ୍ରାମୀଙ୍କ ସହିତ ବହୁତ ବଡ଼ ବଡ଼ ଲୋକ, ସେମାନେ ବୟସ୍କ ଲୋକମାନେ ବସିକି ଯେତେବେଳେ ଆଲୋଚନା କରୁଥିଲେ, ସେହି ସମୟରେ ସେହି 12 ବର୍ଷର ବାଳକ ବାଜିରାଉତ ମଧ୍ୟ ସେହି ପ୍ରଜାମଣ୍ଡଳ ଆନ୍ଦୋଳନରେ ଜଣେ ସକ୍ରିୟ କର୍ମୀ ହିସାବରେ ସେଇଠି ସେ କାର୍ଯ୍ୟ କରୁଥିଲେ। ବଡ଼ ଆଶ୍ଚର୍ଯ୍ୟ ଲାଗେ ଯେତେବେଳେ ସେ ବାଳକ କିଭଳି ଭାବରେ ଖେଳିବ, ସାଙ୍ଗସାଥି ସହିତ ମିଶିବ, ବୁଲିବ, ଖୁସି ବନେଇବ। ସେ ସମୟରେ ସିଏ ଏଭଳି ପ୍ରଜାମଣ୍ଡଳ ଆନ୍ଦୋଳନରେ ସେ ଜଣେ ସଦସ୍ୟ ହିସାବରେ କାମ କରିଲେ ଏବଂ ଖେଳିବା ବଦଳରେ ତାଙ୍କ ସାଙ୍ଗସାଥି ମାନଙ୍କ ସହିତ ସେ ବୟସ୍କ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସହିତ ପ୍ରଜାମଣ୍ଡଳରେ ଆନ୍ଦୋଳନ ବାବଦରେ ସେ ସକ୍ରିୟ କର୍ମୀ ହିସାବରେ ସେଠି କାମ କରୁଥିଲେ।
ये बड़े विचित्र लगुला बहुत बड़े गोटे आश्चर्य